ପୁରୀ ରେ ବିବାଦ ହଉଛି କି ନାହିଁ ପ୍ରିୟଦର୍ଶନ ବାବୁ? ଆପଣ ବିବାଦ ନ ହୋଇଥିଲେ ମତେ ଟିଭିରେ ପଚାରୁଥାନ୍ତେ। ଏଇଟା ହଜାର ହଜାର ସଂଖ୍ୟାରେ ବିବାଦ ହଉଛି ଯେ ଏମାନେ କୋଉ ସ୍ୱାର୍ଥରେ ଯାଇଛନ୍ତି। ଆମେ ତାଙ୍କୁ ବୁଝାଉଛୁ ଶାସ୍ତ୍ରୀୟ ମତେ ବାରଣ ନାହିଁ, କିନ୍ତୁ ଯେତେବେଳେ ସିଏ ଜଗନ୍ନାଥ ଧାମ ବୋଲି କହୁଛନ୍ତି, ଯେତେବେଳେ ଦୀଘାକୁ ଜଗନ୍ନାଥ ଧାମ ଏବଂ ମହୋଦଧି ବୋଲି ଯିଏ ଦୀଘା ସମୁଦ୍ରକୁ କହୁଛନ୍ତି, ସେଠି ଆପଣ ଚୁପ୍ କାହିଁକି? ଏଇ ପ୍ରଶ୍ନ ପଚରା ଯାଉ। ବିବାଦ କଲେ ମୂଲ୍ୟ ନାହିଁ। ଆ ଦ୍ୱାରା କଣ ପୁରୀର ଗାରିମା କ୍ଷୁର୍ଣ୍ଣ ହଉଛି? ପୁରୀର ଗାରିମା କ୍ଷୁର୍ଣ୍ଣ ହଉନି, ସେବକ କୂଳର ଗାରିମା କ୍ଷୁର୍ଣ୍ଣ ହଉଛି, ଜଗନ୍ନାଥ ସଂସ୍କୃତିର ଗାରିମା କ୍ଷୁର୍ଣ୍ଣ ହଉଛି। ଜଗନ୍ନାଥ କେବଳ ପୁରୀର ନୁହଁ, ଜଗନ୍ନାଥ ଜଗତର ନାଥ ଜଗନ୍ନାଥ। ଜଗନ୍ନାଥଙ୍କର ଗାରିମା କ୍ଷୁର୍ଣ୍ଣ ହବା ମାନେ ଏ ଜଗତର ଗାରିମା କ୍ଷୁର୍ଣ୍ଣ ହଉଛି। ଆମର ବିନମ୍ରତାର ସହିତ କହିବା କଥା, ସଦାବେଳେ ଭାରତୀୟ ମାନେ ଲୋଭରେ କିମ୍ବା ଭୟରେ ମୁଣ୍ଡ ବିକି ଦେଇଛନ୍ତି। ବ୍ରିଟିଶ ସମୟରୁ ମୋଗଲ ସମୟରୁ କିଏ ଲୋଭରେ କିଏ ଭୟରେ। ଯିଏ ଲୋଭରେ ନହେଲା ତାକୁ ଭୟରେ ଜବରଦସ୍ତି କରାୟତ୍ତ କରାହବ, ଯିଏ ଭୟରେ ନହେଲା ତାକୁ ଲୋଭରେ କରାୟତ୍ତ ହବ। ଆଉ କଣ ଏମାନେ ଯାଇଛନ୍ତି ଏଠିକି ଦେଶ ସେବା କରିବା ପାଇଁ ଏଣ୍ଟାର? ହଁ, ଯଦି ସେମାନେ ପୁରା ଦୈତାପତି ନିଯୋଗକୁ ଡାକିଥାନ୍ତେ, ଗଜପତିକି ଡାକିଥାନ୍ତେ, ଶଙ୍କରାଚାର୍ଯ୍ୟକୁ ଡାକିଥାନ୍ତେ, ଗୋଟେ ଧାର୍ମିକ ଅନୁଷ୍ଠାନ ହେଇଥାନ୍ତା। ଇଏ ଧାର୍ମିକ ଅନୁଷ୍ଠାନ ନୁହଁ, ଇଏ ଗୋଟେ ଲୋକ ଦେଖାଣିଆ ମ୍ୟୁଜିୟମ ତିଆରି ହଉଛି। ଯେ ଆମେ ମାନେ ଯେମିତି ମୋଦି ସେଠି ଗୋଟେ କଲେ ତ ରାମ ମନ୍ଦିର, ମୁଁ ଗୋଟେ କଲି ଜଗନ୍ନାଥ ମନ୍ଦିର, ଇଏ ଯେମିତି କଲେ ପ୍ରକଳ୍ପ ନବୀନ ବାବୁ ପାଣି ଚାଟି ଦେଇକି ସବୁ। ତେଣୁ ଇଏ ସବୁ ଦେଖା ଶିଖା ଓଡିଶା ବାଦ ବୁଦାରେ ହଉଛି। କିନ୍ତୁ ଜଗନ୍ନାଥ ଧାମ ତ ଜଗନ୍ନାଥ ମନ୍ଦିର ତ ସାରା ପୃଥିବୀରେ ତିଆରି ହଉଛି, ଏଠି ତିଆରି ହଉ। ଜଗନ୍ନାଥଙ୍କର ପ୍ରଚାର ପ୍ରସାର ଆହୁରି ହଉ, ଆମେ ତାହା ମନା କରୁନୁ। କିନ୍ତୁ ଆପଣ ଆମେରିକାରେ ଜଗନ୍ନାଥ ମନ୍ଦିର ତିଆରି କରି କହିବେ ଏଇଟା ଜଗନ୍ନାଥ ଧାମ, ଆପଣ ଫ୍ଲୋରିଡାରେ ଜଗନ୍ନାଥ ମନ୍ଦିର କରି ସମୁଦ୍ରଟାକୁ କହିବେ ଏଇଟା ମହୋଦଧି, ଏଇଟା କେମିତି ବିଶ୍ୱାସ ଯୋଗ୍ୟ ହବ? କଥାଟା ଧାର୍ମିକ ଦୃଷ୍ଟିରୁ ଦେଖାନ୍ତୁ। ଜଗନ୍ନାଥ ମନ୍ଦିର ଆହୁରି ହଜାର ହଉ, ପ୍ରଚାର ପ୍ରସାର ଆହୁରି ହବା ଦରକାର। ସବୁ ଦେଶରେ ରଥଯାତ୍ରା ହଉଛି, ସବୁ ରାଜ୍ୟରେ ରଥଯାତ୍ରା ହଉଛି। ଜଗନ୍ନାଥ ହେଲା ଆମ ମାଲିକ, ତାଙ୍କ ପ୍ରଚାର ପ୍ରସାର ହେଲେ ଓଡ଼ିଆ ଜାତିର ସଂସ୍କୃତିର ପ୍ରଚାର ପ୍ରସାର ହବ। କିନ୍ତୁ ତାର ପ୍ରଚାର ପ୍ରସାରର ମାନେ ନୁହେଁ ତାକୁ କଦର୍ଥ କରିଦେବା, ଧାର୍ମିକ ଭାବନାଟାକୁ କଦର୍ଥ କରିଦେବା, ପଥର ମୂର୍ତ୍ତି ବସେଇକିରି କହିବା ଏଇଟା ପୁରୀ ଧାମ। ପୁରୀ ଧାମରେ ପଥର ମୂର୍ତ୍ତି ବସି ପାରିବ କି? ଦେଖ ନିଜ ହାତରେ ନିଜ ଗୋଡକୁ କୁରାଢି ମାଇଲେ। ଏମାନେ ଯାଇକି ପଚାରିବା କଥା ଯେ ଜଗନ୍ନାଥଙ୍କର ମୂର୍ତ୍ତି କୋଉଠି ତିଆରି ହଉଥିଲା? ତମେ ଗୋଟେ ନୂଆ କଥା କଣ ଆରମ୍ଭ କଲ? ଥରେ ମାଟିରେ ଜଗନ୍ନାଥ ହୁଅନ୍ତିନି ଆଜ୍ଞା? ଓନ୍ଲି ଜଗନ୍ନାଥ ଇଜ କମାଣ୍ଡେଡ ଇନ ଦ ନିମ ବୃକ୍ଷ କାଠ। କାଠ ଗଛ ନାହିଁ ତ ଜଗନ୍ନାଥ ନାହାନ୍ତି। ଆମେ ବି ଶୀତ ଦିନେ ରଥଯାତ୍ରା କରିଥାନ୍ତୁ, ସ୍କନ୍ଧରେ କମାଣ୍ଡ କରିଛନ୍ତି ଜଗନ୍ନାଥ ମହାପ୍ରଭୁ, ମୁଁ କେବଳ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ଦିନ ହିଁ ସିଂହାସନ ଛାଡ଼ିବି ରଥଯାତ୍ରା ପାଇଁ। ମାମଲା ଏଇଠି ରହିବ ନା ଆଗକୁ ଯିବ ବିବାଦ? ଦେଖନ୍ତୁ, ଯୋଡ଼ିଏ ଭାଇ ପଠେଇଥିଲେ ନବୀନ ବାବୁଙ୍କ ପାଖକୁ, ସେତେବେଳେ ତାଙ୍କର ଦି ଭଉଣୀ, ଗୋଟିଏ ମମତା, ଗୋଟେ ଜୟଲଳିତା। ଜୟଲଳିତା ପଠେଇଥିଲା ପାଣ୍ଡିଆନକୁ, କାଞ୍ଚି ଲୁଟେରା ତାମିଲନାଡୁ ଲୁଟିକି ଚାଟି ନେଲା ଓଡ଼ିଶାଟାକୁ। ଆଉ ବାକି ମମତାକୁ ଇଏ ଦେଇଛନ୍ତି ପୁରୀ ଏୟାରପୋର୍ଟ ପାଖରେ 5 ଏକର ଜାଗା। ଆମେ ଏଇ ଦିନେ ଦି ଭିତରେ ଯିବୁ ତାକୁ ଦଖଲ କରିବୁ। କାହିଁକି ମମତାକୁ 5 ଏକର ଦିଆହବ? ମମତା କ'ଣ ସାହାଯ୍ୟ କରିଛି ଓଡ଼ିଶାକୁ? ଆମେ ତାଙ୍କ ବିରୋଧୀ ବୋଲି କହୁନୁ ବା ବିକଳ୍ପ ବୋଲି କହୁନୁ, ଏଇନେ ବିରୋଧ କରୁଛୁ ବୋଲି। ସେ କ'ଣ ଦେଇଛନ୍ତି? ଆମର ସବୁ ସମୟରେ ସେ ଅସୁବିଧା କରିଛନ୍ତି। ଆମକୁ ଆଳୁ ଦବାରେ, ଆମକୁ ଯେଉଁ କୌଣସି ଜିନିଷ ଆମକୁ କରିବାରେ ଠିକ୍ ସମୟରେ ସେ ଆମକୁ ବେଇମାନି କରିବ, ଠିକ୍ ସମୟରେ ଧୋକା ଦବ। ତେଣୁକରି ସେ ତାକୁ ଦେଇଛନ୍ତି 5 ଏକର ଜାଗା। ପୁରୀ କୋର୍ଟ ଉଠି ଯାଉଛି 160 ବର୍ଷର, ଯୋଉଠି ମଧୁ ବାରିଷ୍ଟର ଏବଂ ଗୋପବନ୍ଧୁ ଓକିଲାତି କରୁଥିଲେ। ଜଗନ୍ନାଥ ମନ୍ଦିର ଧାମ ଯେହେତୁ କହିଲେ, ସେଇଥିପାଇଁ ଆପଣ ଆନ୍ଦୋଳନ ଆରମ୍ଭ କରିବେ? ଜଗନ୍ନାଥ ମନ୍ଦିର ପାଇଁ ଜାଗା ଦିଆହେଇନି। ନାଇଁ, ସେଇ ଯୋଉ ଦିଆଯାଇଛି ଗୋଟେ ବେଙ୍ଗଲୀ ଯେମିତି ଭବନ ପାଇଁକି, ବେଙ୍ଗଲ ଭବନ ପାଇଁକି। ନା ନା, ମମତା ବାନାର୍ଜୀ କି ଜାଗା ମାନେ ମିନି ବାଂଲାଦେଶ, ଜାଣିଥାନ୍ତୁ। ନାଇଁ, ମମତା ବାନାର୍ଜୀ କାହିଁ, ୱେଷ୍ଟ ବେଙ୍ଗଲ ସରକାର ଦିଆଯାଇଛି। ମମତା ବାନାର୍ଜୀ ସରକାର ଆଜ୍ଞା, ଆପଣ ଜାଣିଥାନ୍ତୁ ମିନି ବାଂଲାଦେଶ କରିବ ଏଇଟାକୁ, ଯଦି ଏଇଟା ତାଙ୍କୁ ଦିଆହେଲା। ଏଠି ବେଙ୍ଗଲ ଭବନ ଦରକାର ନାହିଁ। କେହି ସେ ଜଙ୍ଗଲ ଭିତରେ ଦେଉଳଠୁ ଏତେ ବାଟରେ କୋଉ ବଙ୍ଗାଳୀ ରହିବେ? ବଙ୍ଗାଳୀ ସୁକୁମାରିଆ ଜାତି। ସେ ମନ୍ଦିର ପାଖରେ, ସ୍ୱର୍ଗଦ୍ୱାର ପାଖରେ, ସମୁଦ୍ର ପାଖରେ ଆସିବେ। ବଡ଼ ଭୟାଳୁ ଜାତି, ଭଲ ଭଦ୍ର ଜାତି। ସେମାନେ ବୋଧେ ଖାଆନ୍ତୁ ନ ଖାଆନ୍ତୁ ଆଜ୍ଞା, ବର୍ଷ ସାରା ବୁଲିବେ। ଆଉ ବଙ୍ଗାଳୀ ଆସିଲେ ସମସ୍ତେ ପଇସା ପାଇବେ। ଅଟୋ ବାଲା, ରିକ୍ସା ବାଲା, ଆଉ ଘର ବାଲା, ହୋଟେଲ ବାଲା, ମାଛ ବାଲା, ଡାଲ ଚାଉଳ ବାଲା, ସମସ୍ତେ ଟୁରିଷ୍ଟ ବାଲା, ଟ୍ରାଭେଲ, ବଙ୍ଗାଳୀ ସମସ୍ତଙ୍କୁ ମିଶେଇକିରି ତାଙ୍କ ଟୁରିଜିମ୍ କରନ୍ତି। ଆଉ ବଙ୍ଗାଳୀ ହେଲେ ପୁରୀର ଅନ୍ନଦାତା ଆଜ୍ଞା। ବଙ୍ଗାଳୀ ନ ଆସିଲେ ପୁରୀ ଲୋକ ଖାଇବାକୁ ପାଇବେନି। ଆଉ ମମତା କ'ଣ କହୁଛି ବଙ୍ଗାଳୀ ଆସିବେନି? ତା ବାପ ଅମଳରୁ ସେ ଆସୁଥିଲା। ବଙ୍ଗାଳୀ କାହିଁ ଜଗନ୍ନାଥଙ୍କୁ ଭଲ ପାଆନ୍ତି ଏବଂ ଜଗନ୍ନାଥ ବି କାହିଁ ବଙ୍ଗାଳୀକୁ ଭଲ ପାଆନ୍ତି ଆମେ ଆଜି ପର୍ଯ୍ୟନ୍ତ ଜାଣିନୁ। ଯାହା ମାଗିଦେବେ ବଙ୍ଗାଳୀ ଜଗନ୍ନାଥଙ୍କୁ ଦେଇଦିଅନ୍ତି। ଅନ୍ୟମାନଙ୍କୁ କାହିଁ ଦିଅନ୍ତିନି, ତା ବି ଆମେ ଆଜି ପର୍ଯ୍ୟନ୍ତ କଲଚର କରୁଛୁ ଜାଣିପାରୁନୁ। ବୋଧହୁଏ ଯଦି ମମତା ବାନାର୍ଜୀ ବୁଝିଆ ହେଇଥାନ୍ତେ, ସେ ଯଦି ଗୋଟିଏ କାମ କରିଥାନ୍ତେ, ତାଙ୍କୁ ଧାର୍ମିକ ଦୃଷ୍ଟିକୋଣରୁ ଆମେ କିଛି ମନା କରିପାରିନଥାନ୍ତେ। ବିଶ୍ୱର ମହାନ୍ତି ଯେତେବେଳେ ବ୍ରହ୍ମ ଉଦ୍ଧାର କରିଥିଲା ଯାଇକିରି ବେଙ୍ଗଲରୁ, ଗୋଟେ ଜଗନ୍ନାଥ ଘାଟ ଅଛି ଆମର ଗଙ୍ଗା ନଦୀ କୂଳରେ, ଯୋଉଠିକି ଆମେ ଯାଇଥିଲୁ ଏବେ। ସେ ବ୍ରହ୍ମ ଉଦ୍ଧାର କରିଥିଲା କଳା ପାହାଡ଼ଠୁ ବୋଲି ଆଜି ଜଗନ୍ନାଥ ବିଦ୍ୟମାନ ପୁରୀରେ। ବେଙ୍ଗଲ ସାଙ୍ଗରେ ଏଇ ସମ୍ପର୍କଟା ଜଗନ୍ନାଥଙ୍କର ଅଛି। ସେ ଦୀଘା ସାଙ୍ଗେ କିଛି ସମ୍ପର୍କ ନାହିଁ। ଦୀଘା ଗୋଟେ ବାଜେ ଜାଗା, ସେଠିକି ଲୋକ ଯାଆନ୍ତି ଏସବୁ ଫାଲତୁ କାମ, ଥାଇଲାଣ୍ଡ ଭଳିଆ କାମ କରିବାକୁ। ତେଣୁ ସେ ଜାଗାକୁ ଆମର କିଛି ମାନେ କହିବାର ନାହିଁ। ଯଦି ଜଗନ୍ନାଥ ଘାଟରେ, ଗଙ୍ଗା ନଦୀ କୂଳରେ, ଯୋଉଠି ବ୍ରହ୍ମକୁ ଉଦ୍ଧାର କରିଥିଲେ ବିଶ୍ୱର ମହାନ୍ତି, ମୃଦଙ୍ଗ ଭିତରେ ପୁରେଇକି ଆଣିଥିଲେ, ସେ ଜାଗାଟାକୁ ହେଲେ କରିଥାନ୍ତା ଆଜ୍ଞା।
ସେ ଆଳୁ ଚରଣୀ ବ୍ରହ୍ମରାକ୍ଷା ଶୁଣି ସେ ଗୋ ମାଂସ ଭକ୍ଷଣ କାରିଣୀ କିଏ ସିଏ ବୁଦ୍ଧି ଆସିବ କୁଆଡୁ? ତା ପାଖରେ ତ ରାକ୍ଷସ ଗୁଳେ ପଲ ଅଛନ୍ତି, ଟେକା ଟେକିକିରି ଖାଲି 100 କୋଟି ଟଙ୍କା କେମିତି ତାଠୁ ଖାଇଯିବା, କି ଦଳୁରୁ ମରୁ ତାର ସବୁ ଯାଉ। ବହୁତ ଧନ୍ୟବାଦ ପ୍ରିୟଦର୍ଶନ ବାବୁ, ବହୁତ ଧନ୍ୟବାଦ ଆପଣଙ୍କର ଏଇ ମତାମତ ପାଇଁ। ନମସ୍କାର। ପ୍ରଣାମ 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 ପ୍ରଣାମ। ନମସ୍କାର।